କଣ ହୁଏ ଯେତେବେଳେ ହଜାର ହଜାର ବର୍ଷର ପୁରୁଣା ପରମ୍ପରା ଆଉ ଆଜିର ଶକ୍ତିଶାଳୀ ଶିଳ୍ପ ଆସି ମୁହାଁମୁହିଁ ହୁଅନ୍ତି? ଆଜି ଆମେ ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଯିବା ଓଡ଼ିଶାର ରାୟଗଡ଼ା ଜିଲ୍ଲାକୁ। ଏମିତି ଏକ ଜାଗା ଯେଉଁଠି ପୁରା ଦୁନିଆର ଏକ ବଡ଼ ଆହ୍ୱାନର ଛବି ଦେଖିବାକୁ ମିଳେ। ଦେଖନ୍ତୁ ଏ ଦୁଇଟି ଚିତ୍ରକୁ। ଗୋଟିଏ ପଟେ ପ୍ରକୃତି କୋଳରେ ଶାନ୍ତ ସବୁଜ ଆଦିବାସୀ ଭୂମି, ଆଉ ଅନ୍ୟପଟେ କଳକାରଖାନାର ଧୂଆଁ ଆଉ କୋଳାହଳରେ ଭରା ଏକ ଆଧୁନିକ ଶିଳ୍ପାଞ୍ଚଳ। ବାସ୍, ଏହା ହିଁ ତ ରାୟଗଡ଼ାର କାହାଣୀ। ଏହି ଦୁଇଟି ପରିଚୟ ଭିତରେ ଯେଉଁ ଟଣାଓଟଣା ଚାଲିଛି, ତାହା ହିଁ ଆମ ଆଲୋଚନାର ମୂଳ କଥା। ଏହି ଗୋଟିଏ ବାକ୍ୟରେ ସବୁକିଛି କହିଦିଆଯାଇଛି, ନୁହେଁ କି? ରାୟଗଡ଼ା କେବଳ ଗୋଟେ ସାଧାରଣ ଜାଗା ନୁହେଁ, ଏହା ଯେମିତି ଗୋଟେ ଜୀବନ୍ତ ପରୀକ୍ଷାଗାର। ଏଠି ଆମେ ଦେଖିପାରିବା ଯେ ପ୍ରଗତି ପାଇଁ କ'ଣ ମୂଲ୍ୟ ଦେବାକୁ ପଡ଼େ, ଆଉ ନିଜ ପରମ୍ପରାକୁ ବଞ୍ଚାଇ ରଖିବାର ସଂଘର୍ଷ କେତେ କଠିନ ହୋଇପାରେ। ତେବେ ଚାଲନ୍ତୁ କାହାଣୀର ମୂଳରୁ ଆରମ୍ଭ କରିବା। ଏ ଶିଳ୍ପ, ଏ କାରଖାନା ଆସିବା ଆଗରୁ ଏଠି କ'ଣ ଥିଲା? ଆସନ୍ତୁ ଭେଟିବା ସେହି ଲୋକମାନଙ୍କୁ ଯେଉଁମାନେ ଏ ମାଟିର ପ୍ରକୃତ ଆତ୍ମା। ଆଗକୁ ବଢ଼ିବା ପୂର୍ବରୁ ଏହି ପିଭିଟିଜି ଶବ୍ଦଟିକୁ ଟିକେ ବୁଝିନେବା। ଏହାର ଅର୍ଥ ହେଲା ବିଶେଷ ଭାବରେ ଦୁର୍ବଳ ଆଦିବାସୀ ଗୋଷ୍ଠୀ। ଦେଖନ୍ତୁ, ଏହା ଏକ ସରକାରୀ ମାନ୍ୟତା। ଏହା ସେହି ଜନଜାତିମାନଙ୍କୁ ଦିଆଯାଏ ଯେଉଁମାନଙ୍କର ସଂସ୍କୃତି, ଜୀବନଶୈଳୀ ଆଉ ପରିଚୟ ସବୁଠୁ ଅଧିକ ବିପଦରେ ଅଛି। ଆଉ ରାୟଗଡ଼ା ଏମିତି ଅନେକ ଗୋଷ୍ଠୀଙ୍କର ଘର। ପ୍ରଥମେ ଆସନ୍ତୁ ଭେଟିବା ଡଙ୍ଗରିଆ କନ୍ଧମାନଙ୍କୁ। ସେମାନେ ନିଜକୁ କେବଳ ଏକ ଜନଜାତି ଭାବନ୍ତିନି, ସେମାନେ ନିୟମଗିରି ପାହାଡ଼ର ରାଜା। ସେମାନେ ନିଜକୁ ଗର୍ବରେ କହନ୍ତି ଝରଣିଆ, ମାନେ ଯିଏ ଝରଣାର ରକ୍ଷକ। ଆଉ ସବୁଠୁ ବଡ଼ କଥା କ'ଣ ଜାଣନ୍ତି? ସେମାନଙ୍କର ବିଶ୍ୱାସ ଯେ ସେମାନେ ସିଧାସଳଖ ସେମାନଙ୍କର ପର୍ବତ ଦେବତା ନିୟମରାଜାଙ୍କର ହିଁ ବଂଶଧାର। ଏପରିକି ସେମାନଙ୍କର ସେହି ପ୍ରସିଦ୍ଧ କପଡ଼ାଗଣ୍ଡା ଶାଲ୍କୁ ଏବେ 2024ରେ ଜିଆଇ ଟ୍ୟାଗ୍ ବି ମିଳିଛି। ଆଉ ଏହି ଶାଲ୍ କେବଳ ଗୋଟେ କପଡ଼ା ନୁହେଁ, ଏହା ହେଉଛି ଗୋଟେ ପୂରା କାହାଣୀ। ଦେଖନ୍ତୁ, ଏହାର ପ୍ରତିଟି ରଙ୍ଗର ଗୋଟେ ଗୋଟେ ଅର୍ଥ ଅଛି। ଲାଲ ରଙ୍ଗ ହେଉଛି ସେମାନଙ୍କ ପୂର୍ବପୁରୁଷଙ୍କର ବଳିଦାନର ପ୍ରତୀକ, ସବୁଜ ରଙ୍ଗ ସେମାନଙ୍କ ଜୀବନ, ସେମାନଙ୍କ ନିୟମଗିରି ପାହାଡ଼ର ପ୍ରତୀକ, ଆଉ ହଳଦିଆ ରଙ୍ଗ ହେଉଛି ପବିତ୍ର ହଳଦୀ ଆଉ ସମୃଦ୍ଧିର ପ୍ରତୀକ। ଏହା ଯେମିତି ସେମାନଙ୍କ ପରିଚୟକୁ ସୂତାରେ ବୁଣାଯାଇଛି। ଏବେ ଆସନ୍ତୁ ଜାଣିବା ଲାଞ୍ଜିଆ ସୌରା ଜନଜାତିଙ୍କ ବିଷୟରେ। ଏମାନେ ଚାଷ କରିବାରେ ଏତେ ପାରଙ୍ଗମ ଯେ ପାହାଡ଼କୁ କାଟି ପଥର ସଜେଇ ଚାଷ କରିପାରନ୍ତି। କିନ୍ତୁ ସେମାନଙ୍କର ଅସଲ ପରିଚୟ ହେଉଛି ସେମାନଙ୍କର ଇଡ଼ିତାଲ କାନ୍ଥଚିତ୍ର। ଆଉ ଏହା କେବଳ ସାଜସଜ୍ଜା ପାଇଁ ନୁହେଁ। କଳ୍ପନା କରନ୍ତୁ ତ, ଏହି ଚିତ୍ରଗୁଡ଼ିକ ଜରିଆରେ ସେମାନେ ନିଜ ପୂର୍ବପୁରୁଷଙ୍କ ଆତ୍ମା, ଯାହାକୁ ସେମାନେ ଡୁମ୍ବା କହନ୍ତି, ତାଙ୍କ ସହିତ କଥା ହୁଅନ୍ତି। ଏହା ସତେ ଯେମିତି ଏକ ଆଧ୍ୟାତ୍ମିକ ଟେଲିଫୋନ୍। ହେଲା, ଏତେ ସବୁ ତ ଗଲା ଗୋଟେ ପଟର କଥା। ଏବେ ଚାଲନ୍ତୁ ମୁଦ୍ରାର ଅନ୍ୟ ପଟ ଦେଖିବା ଏହି ଜଙ୍ଗଲ ଆଉ ପାହାଡ଼ ତଳେ କେଉଁ ବିଶାଳ ଶକ୍ତି ଆଉ ସମ୍ପଦ ଲୁଚି ରହିଛି। ଏହି ସଂଖ୍ୟାଟାକୁ ଟିକେ ଦେଖନ୍ତୁ, 15,000 କୋଟି ଟଙ୍କା। ଏହା କୌଣସି ଛୋଟମୋଟ ସଂଖ୍ୟା ନୁହେଁ। ଆଉ ଏହା ହେଉଛି କେବଳ ଗୋଟିଏ କମ୍ପାନୀ, ହିଣ୍ଡାଲକୋର ପୁଞ୍ଜିନିବେଶ ଯୋଜନା। ଏଥର ହିଁ ଅନ୍ଦାଜ ଲଗାଇ ହେବ ଯେ ଏ ମାଟି ତଳେ କେତେ ବଡ଼ ସମ୍ପଦ ରହିଛି ଆଉ କେତେ ବଡ଼ ଅର୍ଥନୈତିକ ଖେଳ ଏଠି ଚାଲିଛି। ରାୟଗଡ଼ାର ମଟି ତଳେ ଯେମିତି ଖଣିଜ ସମ୍ପଦର ଏକ ଖଜାଣା ଲୁଚି ରହିଛି। ଖାଲି ବକ୍ସାଇଟ୍ ନୁହେଁ, ଏ ତାଲିକା ଦେଖନ୍ତୁ, ମ୍ୟାଙ୍ଗନିଜ୍, ଗ୍ରାଫାଇଟ୍, ଆହୁରି କେତେ କ'ଣ। ସେଇଥିପାଇଁ ତ ଭୂବିଜ୍ଞାନୀମାନେ ଏହାକୁ ନିଜ ପାଇଁ ଏକ ସ୍ୱର୍ଗ ବୋଲି କହନ୍ତି। କିନ୍ତୁ ଏଇଠି ଆସୁଛି କାହାଣୀର ସବୁଠୁ ବଡ଼ ମୋ। କମ୍ପାନୀମାନେ ଯାହାକୁ ଖଣିଜ ସମ୍ପଦ ଭାବି ଦେଖୁଛନ୍ତି, ଡଙ୍ଗରିଆ କନ୍ଥମାନେ ତାହାକୁ ନିଜର ଜୀବନ୍ତ ଦେବତା ବୋଲି ମାନୁଛନ୍ତି। ସେମାନଙ୍କ ପାଇଁ ନିୟମଗିରି କେବଳ ପଥରର ପାହାଡ଼ ନୁହେଁ, ଏହା ହେଉଛି ସେମାନଙ୍କର ଦେବତା ନିୟମରାଜାଙ୍କ ଘର। ଗୋଟିଏ ପଟେ ଅତୁଟ ବିଶ୍ୱାସ, ଆଉ ଅନ୍ୟପଟେ ଏହି କଠୋର ସତ୍ୟ। ସେହି ପବିତ୍ର ପାହାଡ଼ଗୁଡ଼ିକ ତଳେ ହିଁ ପାଖାପାଖି 400 ନିଉଟନ ଟନ୍ରୁ ବି ଅଧିକ ବକ୍ସାଇଟ୍ ଗଚ୍ଛିତ ଅଛି। ଏହି ଗୋଟିଏ ସ୍ଲାଇଡ୍ ହିଁ ପୂରା ସଂଘର୍ଷର ମୂଳ କାରଣକୁ ସ୍ପଷ୍ଟ କରିଦେଉଛି। ଆଉ ଏ ଭାଷାଗତ ଚାର୍ଟକୁ ଟିକେ ଦେଖନ୍ତୁ। ଏଠି ଓଡ଼ିଆ ତ କୁହାଯାଏ, କିନ୍ତୁ ତା ସହିତ କୁଇ, ସୌରା, କୁଭି ଭଳି ଆଦିବାସୀ ଭାଷା ବି ବହୁତ ଲୋକ କହନ୍ତି। ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଏଠି କେବଳ ଅଲଗା ଅଲଗା ଭାଷା ନୁହେଁ, ବରଂ ଦୁନିଆକୁ ଦେଖିବାର ଅଲଗା ଅଲଗା ଦୃଷ୍ଟିକୋଣ ଏକାଠି ବାସ କରନ୍ତି। ତେବେ ପ୍ରଶ୍ନ ଉଠୁଛି, ଏହି ଦୁଇଟି ଅଲଗା ଦୁନିଆକୁ ଏକାଠି ଆଣି ହେବ କେମିତି? ଚାଲନ୍ତୁ ଦେଖିବା ଏମାନଙ୍କ ଭିତରେ ସମାଧାନର ବାଟ ଖୋଜିବାକୁ କି ପ୍ରକାର ଚେଷ୍ଟା କରାଯାଉଛି। ଏହା ଏକ ପ୍ରକାରର ଧର୍ମ ସଙ୍କଟ। ତରାଜର ଗୋଟିଏ ପଟେ ଅଛି ଆଦିବାସୀ ସମ୍ପ୍ରଦାୟର ପବିତ୍ର ଭୂମି, ଜଙ୍ଗଲ ଓ ହଜାର ହଜାର ବର୍ଷର ସଂସ୍କୃତି, ଆଉ ଅନ୍ୟପଟେ ଅଛି ଶିଳ୍ପ, ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିଯୁକ୍ତିର ପ୍ରତିଶ୍ରୁତି। ପ୍ରଶ୍ନ ହେଉଛି, ଏ ଦୁଇଟା ଭିତରେ ସନ୍ତୁଳନ ଆସିବ କିପରି? ଏହି ସନ୍ତୁଳନ ପାଇଁ କିଛି ପ୍ରୟାସ ନିଶ୍ଚୟ ଆରମ୍ଭ ହୋଇଛି।
ଯେମିତି ଚେକାଗୁଡ଼ା ଝୁଲାପୋଲ ଦୁଇଟି ଦୁନିଆକୁ ଯୋଡ଼ିବାର ଚେଷ୍ଟା କରୁଛି, ସେମିତି କିଛି ପଦକ୍ଷେପ ନିଆଯାଉଛି। ଯେମିତିକି ସ୍ଥାନୀୟ ଯୁବକଙ୍କ ପାଇଁ ଚାକିରିରେ ସଂରକ୍ଷଣ, ଆଦିବାସୀଙ୍କ ପାଇଁ ପକ୍କା ଘର ଆଉ ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା। ଉଦ୍ଦେଶ୍ୟ ହେଉଛି ବିକାଶର ଫଳ ଯେମିତି ସମସ୍ତଙ୍କ ପାଖରେ ପହଞ୍ଚିପାରିବ। ତ ରାୟଗଡ଼ର ଭବିଷ୍ୟତ କେଉଁ ଦିଗକୁ ଯାଉଛି? ଚାଲନ୍ତୁ 2026 ପାଇଁ ଯେଉଁ ଯୋଜନା ରହିଛି ତା ଉପରେ ଟିକେ ନଜର ପକାଇଦେବା। 2026 ମସିହାଟା ରାୟଗଡ଼ା ପାଇଁ ଗୋଟେ ବଡ଼ ପରିବର୍ତ୍ତନର ବର୍ଷ ହେବାକୁ ଯାଉଛି। ଦେଖନ୍ତୁ ତ ଏ ଟାଇମ୍ଲାଇନ୍କୁ। ଗୋଟେ ପଟେ ନୂଆ ମେଡିକାଲ କଲେଜ, ନୂଆ ରେଲ୍ ଡିଭିଜନ, ଆଉ ଅନ୍ୟପଟେ ହିଣ୍ଡାଲକୋର ସେହି ବିଶାଳ ପୁଞ୍ଜିନିବେଶ। ମାନେ ପରିବର୍ତ୍ତନର ଗତି ବହୁତ ଦ୍ରୁତ। ତେବେ ଏସବୁ ଭିତରେ ସେହି ମୂଳ ପ୍ରଶ୍ନଟି ପୁଣି ଥରେ ଆସି ଠିଆ ହେଉଛି। ଏତେ ସବୁ ବିକାଶ ଭିତରେ କ'ଣ ସେହି ପ୍ରାଚୀନ ସଂସ୍କୃତି ଆଉ ପରିଚୟକୁ ସୁରକ୍ଷିତ ରଖିହେବ? ଏହା ହିଁ ସବୁଠାରୁ ବଡ଼ ଆହ୍ୱାନ। ଏହି ବଡ଼ ପ୍ରଶ୍ନର ଉତ୍ତର ଖୋଜିବାକୁ ସ୍ଥାନୀୟ ପ୍ରଶାସନ ଗୋଟିଏ ରାସ୍ତା ବାହାର କରିଛି, ଯାହାର ନାଁ 5J। ଏହି ଫ୍ରେମୱାର୍କକୁ ଦେଖନ୍ତୁ। ଏହାର ଲକ୍ଷ୍ୟ ହେଉଛି ଜଳ, ଜଙ୍ଗଲ, ଜମି, ଜନ ବା ଲୋକ ଏବଂ ଜନ୍ତୁ ବା ପଶୁ ସମ୍ପଦ, ଏହି 5ଟି ମୂଳ ଜିନିଷକୁ ଏକାଠି ନେଇ ଆଗକୁ ବଢ଼ିବା। ଏହା ଏକ ଚେଷ୍ଟା ଯାହାଦ୍ୱାରା ବିକାଶ କାହାକୁ ପଛରେ ଛାଡ଼ିଦେବା ନାହିଁ। ତେବେ ଶେଷରେ ପ୍ରଶ୍ନଟି ସେଇଠି ହିଁ ରହୁଛି, ରାୟଗଡ଼ାର ଏହି ଯାତ୍ରା କ'ଣ ଭବିଷ୍ୟତ ପାଇଁ ଏକ ସଫଳ ମଡେଲ ହେବ, ନା ଏହା ଏକ ସତର୍କ କାହାଣୀ ହୋଇ ରହିଯିବ ଯେ ବିକାଶ ପାଇଁ କେତେ ବଡ଼ ମୂଲ୍ୟ ଦେବାକୁ ପଡ଼ିପାରେ? ଏହାର ଉତ୍ତର ବୋଧହୁଏ କେବଳ ସମୟ ହିଁ ଦେବ।